ଦେଖନ୍ତୁ ଏଇଟା ଗୋଟେ ମହାନ ଉଦ୍ଦେଶ୍ୟ ନେଇକରି କରାଯାଇଥିଲା। ଆମର ଯାହା ବି ଚାଉଳ ସଂଗ୍ରହ ହେଇଛି ସେଇଟା ଆମର କିଛି ଚାଉଳ ଜଗନ୍ନାଥଙ୍କର ଅନ୍ନ ଭୋଗରେ ଲାଗିବା ପାଇଁ ବ୍ୟବସ୍ଥା ହେଇଥିଲା। ଆଉ ବାକି ସେମାନେ ଯଦି ନିଷ୍ପତ୍ତି ନେଉଛନ୍ତି ଲୋକ ଯେଉଁମାନେ ଆସିବେ, ଯେଉଁମାନେ ଆପଣମାନଙ୍କର ବିଭିନ୍ନ ମଠ ମନ୍ଦିରରେ ରହୁଛନ୍ତି ସେମାନଙ୍କୁ ଖାଇବାର ଦେବାର ବି ବ୍ୟବସ୍ଥା କରାଯାଇପାରିବ, ସେଥିରେ ଦ୍ୱିମତ ନାହିଁ। କିନ୍ତୁ ଏଇଟିକୁ ଯେଉଁ ଗୋଟେ ଅର୍ପଣ ଚାଉଳକୁ ନେଇକରି ରାଜନୀତି କରିବ ଏଇଟା ବହୁତ ବଡ଼ ଦୁର୍ଭାଗ୍ୟ କଥା। ଯେହେତୁ ଭଗବାନଙ୍କର ଉଦ୍ଦେଶ୍ୟରେ କରାଯାଇଛି ଏ ଲୋକମାନେ ଶତପ୍ରକୃତ ଭାବରେ ସେମାନେ ଚାଉଳ ଦେଇଛନ୍ତି ଏବଂ ଜଗନ୍ନାଥଙ୍କର ଉଦ୍ଦେଶ୍ୟରେ, ତେଣୁ ଜଗନ୍ନାଥଙ୍କର ସେଇ ପରିସର ଭିତରେ ଏବଂ ଜଗନ୍ନାଥଙ୍କର ଭୋଗ ଲାଗିଲେ ସେଇଟା ବହୁତ ଭଲ ହେବ। ନାଇଁ ନାଇଁ, ଯେହେତୁ ସେମାନେ ଯେ ସରକାରୀ ଦଳରେ ଅଛନ୍ତି, ବିଜେପି ସରକାର ଶାସନ କରୁଛି ଓଡ଼ିଶାରେ, ସବୁ ଯଦି ନିଷ୍ପତ୍ତି ନେବେ ସେଥିରେ ଆମର କହିବାର କିଛି ନାହିଁ। କିନ୍ତୁ ଯେଉଁ ଉଦ୍ଦେଶ୍ୟରେ ସଂଗ୍ରହ କରାଯାଇଥିଲା ଜଗନ୍ନାଥଙ୍କର ଯେଉଁ ଭୋଗ ଲାଗି ହେଉଛି ସେଠିରେ ଲୋକଙ୍କର ପ୍ରତ୍ୟେକ ଘରୁ ଯେଉଁ ଅରୁଆ ଚାଉଳ ସଂଗ୍ରହ ହେଇଛି ସେଇଟା ଯେଉଁ ଲାଗିଲେ ଯେଉଁ ଭକ୍ତମାନଙ୍କର ଯେଉଁ ଭାଗ ଅଛି ଜଗନ୍ନାଥ ପ୍ରେମୀ ସେମାନେ ନିହାତି ଭାବରେ ଖୁସି ହୋଇଥାନ୍ତି। ସେଗୁଡ଼ା ସବୁ ଖତ ଖାଇଲାଣି, ତାର ରକ୍ଷଣାବେକ୍ଷଣ ହେଉନାହିଁ, କ'ଣ କହିବେ? ଦେଖନ୍ତୁ ମୁଁ ତ ସେ ଭିତରକୁ ଆଉ ବେଶୀ ଯାଉନି କିମ୍ବା ସେଇଟା ଖତ ଖାଇଲାଣି କ'ଣ, କିନ୍ତୁ ପ୍ରଶାସନର ଦାୟିତ୍ୱ ଯେ ତାକୁ ସୁରକ୍ଷିତ ରଖିବା ଏବଂ ଠିକ୍ ଭାବରେ ପରିଚାଳନା କରିବା। ତେଣୁ ଏଇଟା ଯଦି କେଉଁଠି ଅବହେଳା ହେଇଛି ନିହାତି ଭାବରେ ଗୋଟେ ଦୁର୍ଭାଗ୍ୟର ବିଷୟ। ବିଜେପି ଆପଣ କହୁଛନ୍ତି ତାହେଲେ ବିଜେପି ପରୋକ୍ଷ ଭାବରେ ରାଜନୀତି କରୁଛି? ନାଇଁ ନାଇଁ, ଦେଖନ୍ତୁ ଗୋଟେ ଜଗନ୍ନାଥ ଆମର ଓଡ଼ିଶାର ଆରାଧ୍ୟ ଦେବତା, ତାଙ୍କୁ ନେଇକରି ଗୋଟେ ବିବାଦ ସୃଷ୍ଟି କରିବା, ସେ ଅର୍ପଣ ଚାଉଳକୁ ନେଇକି ଗୋଟେ ଅନ୍ୟ ପ୍ରକାର ବୟାନବାଜି କରିବା ଏଇଟା ମୋତେ ପସନ୍ଦ ଲାଗୁନି। ଆଉ ତାକୁ ନେଇକରି ଗୋଟେ ସବୁବେଳେ ଚର୍ଚ୍ଚା ହେବା ଏବଂ ତାକୁ ନେଇକରି ରାଜନୀତି କରିବା ଏଇଟା ଠିକ୍ ହେବ। ମାନେ ସୁଆର ମହାଶର ମାନେ ପାର୍ଟି କଲେଣି, କହିଲେ ୟାକୁ ନେଇକି ରାଜନୀତି କରାଯାଉଛି, ୟାକୁ ନେଇକି ମାନେ ଭୋଗ କରାଯାଇ ପାରିବ ନା, ଏଇଟା ଅନ୍ୟ ଜାଗାରେ ଦିଆଯିବ, ସେମାନେ କହୁଛନ୍ତି ଏଇଟା ଭୋଗ। ନାଇଁ ନାଇଁ, କିଏ ରାଜନୀତି କରୁଛି ସେଟା? ଯଦି ସୁଆର ମାନେ ସେଟା କହୁଛନ୍ତି ତାହେଲେ କିଏ ରାଜନୀତି କରୁଛନ୍ତି ଏବଂ ତାକୁ କିଏ ଅନ୍ୟତ୍ର ସେ ଗରିବ ଲୋକ କିମ୍ବା ଅନ୍ୟତ୍ର ଦେବା ପାଇଁ ବ୍ୟବସ୍ଥା କରୁଛନ୍ତି, ତାହେଲେ ନିହାତି ଭାବରେ ସେଇଟା ଜଗନ୍ନାଥ ପ୍ରେମୀ ଯେଉଁମାନେ ଅଛନ୍ତି ସେମାନେ ନିହାତି ଭାବରେ କଷ୍ଟ ଦେବ ସେଇଟା। ନାଇଁ ନାଇଁ, ଦେଖନ୍ତୁ ଭୟ ଘାରିବାର କିଛି ନାହିଁ। ଆପଣମାନେ ଦେଖିଛନ୍ତି ଦୀର୍ଘ 24 ବର୍ଷ ବିଜୁ ଜନତା ଦଳ ଓଡ଼ିଶାରେ ଶାସନ କରିଛି। ଏଇନା କିଛି ବ୍ୟବଧାନରେ ବିଜେପି ସରକାର ତାଙ୍କର ସରକାର ଗଠନ କରିଛନ୍ତି, ତେଣୁ ଏଥିରେ ବିଜୁ ଜନତା ଦଳ ବିଚଳିତ ହେବାର କାରଣ ନାହିଁ। ଆପଣମାନେ ଜାଣିଛନ୍ତି ସେମାନେ ପ୍ରଲୋଭନ ଦେଖେଇ ଆମର ଯେଉଁ ମମତା ମହନ୍ତ ରାଜ୍ୟସଭା ସାଂସଦ ଥିଲେ ତାଙ୍କୁ ଏଇଠୁ ଗୋଟେ ଆଉ ଜଣେକୁ ରାଜ୍ୟସଭାକୁ କେମିତି ପଠାଇବେ, ଯେହେତୁ ରାଜ୍ୟସଭାରେ ତାଙ୍କର ସଂଖ୍ୟା ବହୁତ କମ୍ ଅଛି, ତେଣୁ ତାକୁ ଆଧାର କରିକିରି ତାଙ୍କ ପ୍ରଲୋଭନ ଦେଖିକରି ମିଥ୍ୟା ପ୍ରତିଶ୍ରୁତି ଦେଇକରି ତାଙ୍କ ଆଡ଼କୁ ଟାଣିଛନ୍ତି। ତାହା ବୋଲିକରି ବିଜୁ ଜନତା ଦଳ ସମସ୍ତଙ୍କୁ ସେମିତି କରିବେ ସେଇଟା ଠିକ୍ ନୁହଁ। କିନ୍ତୁ ଆପଣମାନେ ଚିନ୍ତା କରନ୍ତୁ ବିଜେପି ଯେଉଁ ପ୍ରକାର ଗୋଟେ ଏଇ ପ୍ରକାର ରାଜନୀତି କରୁଛି ଓଡ଼ିଶାରେ ସରକାର ଗଠନ କଲା ପରେ ଅନ୍ୟମାନଙ୍କୁ ପ୍ରଲୋଭିତ କରିକି ତାଙ୍କ ଆଡ଼କୁ ଟାଣିବା, ସେମାନଙ୍କୁ ପୁଣି ରାଜ୍ୟସଭା ସାଂସଦ ପଦରୁ ମାନେ ଇସ୍ତଫା ଦେବା, ଦଳର ଇସ୍ତଫା ଦେବା, ଏଥିରୁ ଆପଣ ଅନୁମାନ କରୁଥିବେ ଏଇ ଓଡ଼ିଶାରୁ ସେମାନେ ଆଉ ଗୋଟେ ଜଣକୁ ମାନେ ରାଜ୍ୟସଭାକୁ ନେବା ସେମାନେ ଚକ୍ରାନ୍ତ କରିଛନ୍ତି, ଯାହାର ଫଳରେ କି ମମତା ମହନ୍ତକୁ ବାଧ୍ୟ କରିଛନ୍ତି, କହିଛନ୍ତି ଏବଂ ପ୍ରଲୋଭନ ଦେଖାଇଛନ୍ତି ଯେ ତୁମେ ଇସ୍ତଫା ଦିଅ, ଆମେ ତୁମକୁ ଅନ୍ୟ ଶୈତାନ କରିବୁ ଏବଂ ଅନ୍ୟ ଜଣକୁ ସେମାନେ ରାଜ୍ୟସଭାକୁ ପଠାଇବା ପାଇଁ ସେମାନେ ନିହାତି ଭାବରେ ସେ ତାଙ୍କର ଯୋଜନା କରିସାରିଛନ୍ତି। ନାଇଁ ନାଇଁ, ଦେଖନ୍ତୁ ସମସ୍ତେ ସେଇ ପ୍ରକାର ହେବେ ବୋଲିକିରି ଆମେ ଚିନ୍ତା କରୁନୁ। କାହିଁକି ଆଜି ବି ବିଜୁ ଜନତା ଦଳ ଯେଉଁ ସବୁ କାର୍ଯ୍ୟ 24 ବର୍ଷ ଭିତରେ କରିଛି, ଆଜି ଯଦି ଆମେ ଦେଖିବା ଆପଣଙ୍କର ଜନ୍ମଠାରୁ ମୃତ୍ୟୁ କଥା କୁହନ୍ତୁ, ଯେତେ ବି ଯୋଜନା କାର୍ଯ୍ୟକାରୀ ହେଇଛି ଆପଣମାନେ ଏଇ ବଜେଟ୍ରେ ବି ଦେଖିଲେ ଆପଣଙ୍କର 80% ଯୋଜନାକୁ ସେମାନେ କାର୍ଯ୍ୟ କରିଛନ୍ତି ଏବଂ 40ରୁ ଉର୍ଦ୍ଧ୍ୱ ଯୋଜନାକୁ ସେମାନେ ନାମ ପରିବର୍ତ୍ତନ କରୁଛନ୍ତି। ଏଥିରୁ ଅନୁମାନ କରୁଥିବେ ଯେଉଁ ଯୋଜନା ଗୁଡ଼ାକ ମାନେ କାର୍ଯ୍ୟକାରୀ ହୋଇଥିଲା ଜନହିତକର ଯୋଜନା, ଆଉ ଏଇ ସରକାର ମଧ୍ୟ ସେଟା ଗ୍ରହଣ କରିଛନ୍ତି। ନା ନା, ଏଇଟା ଆପଣମାନେ ଯେ କିମ୍ବା ଏଇ ପ୍ରଶ୍ନର ଯେତେବେଳେ ଆପଣମାନେ କରୁଛନ୍ତି ମୋତେ ହସ ମାଡ଼ୁଛି। କାହିଁକିନା ଆଜି ବି ବିଜୁ ଜନତା ଦଳ ଗୋଟେ ମହାସମୁଦ୍ର ଏବଂ
अनेक संख्यार ब्लॉक ठार आरंभ करी आपणकर पंचायत स्तर पर्यंत समस्त कर्मकर्ता एवं सबु जगह सरपंच आमर जिला परिषद आमर समिति सभ्य आमर एवं विधायक माने पंचायत ऊर्ध्व आम जीतिक आसचु यहीपरि क्षेत्र में जदि किए कहूँ जे विजु जनता दल आगर तार भविष्य ना कि शून्य हो निहाती भाव ये गोटे हास्यास्पद कथा। सर आउ गोटे कथा रथयात्रा बेले 10टी बस किना होता गढ़ी ना सेमती पड़ी रही किपर देखु विजु जनता दल समय किना सरकार समय नहीं नहीं देखु जदि सेटा पड़ी रही से विभागीय कर्मकर्ता माने ताकू टिके दृष्टि देवा कथा एवं जो उद्देश्य किना जाइथिला ताकू से उद्देश्य कार्यकारी करने कथा जेहेतु राज्य राजकोषर अर्थ खर्च होती तेणु मु कहबी सेटा को यथाशीघ्र से माने जेकोसी उद्देश्य किना जाइथिला मन करंतु आपणकर जो अंचल रे बस चलवाई व्यवस्था नहीं किंबा अन्य जिलार पुरी को गमनागमन किना जाइछि से उद्देश्य से माने ताको व्यवहार करंतु एमती गोटे रखिबा ठीक हो।